ଆଗକୁ ବିଶ୍ରାମ ନାହିଁ ପ୍ରିୟ ଭାଇ। ଏଠି ଆମେ ଦେଖୁଛୁ ଯେଉଁମାନେ ଅବାଧ୍ୟ ହୋଇଥିଲେ, ଅବାଧ୍ୟ। ଯଦି ଆପଣଙ୍କ ଜୀବନରେ ଏଇ ଅବାଧ୍ୟତା ଅଛି, ଏଇଟା କ'ଣ କରିବ? ଆପଣଙ୍କୁ ବିଶ୍ରାମରେ ପ୍ରବେଶ କରିବାକୁ ଦେବ ନାହିଁ। এই ଦିନମାନଙ୍କରେ ଲୋକମାନଙ୍କ ଭିତରେ ଅବାଧ୍ୟତାର ଚରମ ସୀମାରେ ଆପଣ ଦେଖିବେ। ସବୁ କ୍ଷେତ୍ରରେ ଅବାଧ୍ୟତା, ସବୁ କ୍ଷେତ୍ରରେ ଅବାଧ୍ୟତା। ତ এই ଅବାଧ୍ୟତା ଆପଣଙ୍କୁ ବିଶ୍ରାମରେ ପ୍ରବେଶ କରାଇବନି। ଯେଉଁ ବିଷୟ ଆପଣଙ୍କୁ ବିଶ୍ରାମ ଦେବ ନାହିଁ, ସେଇଟା ହେଉଛି ଆପଣଙ୍କ ହୃଦୟକୁ କଠିନ କରିବା, ବିରକ୍ତ ଜନ୍ମାଇବା, ପାପ କରିବା, ଅବାଧ୍ୟ ହେବା। ଏସବୁ କଲେ କ'ଣ ହେବ? ସେ ବିଶ୍ରାମରେ ପ୍ରବେଶ କରିବ ନାହିଁ। ତାହା ପାଇଁ ବିଶ୍ରାମ ନାହିଁ। ଆପଣ ଲେଖି ରଖିଥାନ୍ତୁ, ଯଦି এইଗୁଡ଼ାକ ଜଣେ ବ୍ୟକ୍ତି କରୁଛି, କାରଣ ଏମାନେ ଆମ ପାଇଁ ଦୃଷ୍ଟାନ୍ତ ଅଟନ୍ତି। ଏମାନେ ଆମ ପାଇଁ ଦୃଷ୍ଟାନ୍ତ। ଏମାନେ ଯାହା କରିଥିଲେ ବର୍ତ୍ତିଥିଲା।